ୟୁକ୍ରେନ୍ର ରାଜଧାନୀ କିଭ୍ ଉପରେ 2 ଜୁଲାଇ ରାତିରେ ରୁଷ ପକ୍ଷରୁ ବଡ଼ ଧରଣର ଆକ୍ରମଣ ହୋଇଛି। ସାରା ସହର ଶୋଇଥିବା ବେଳେ ରୁଷ ବହୁ ସଂଖ୍ୟକ ଡ୍ରୋନ୍ ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସହିତ ଏକାକାଳୀନ ଆକ୍ରମଣ ଆରମ୍ଭ କରିଥିଲା। ରାଷ୍ଟ୍ରପତି ଜେଲେନ୍ସ୍କି ରୁଷ ପକ୍ଷରୁ ଏକ ବଡ଼ ଧରଣର ଆକ୍ରମଣ କରାଯିବାର ଯୋଜନା ଥିବା ନେଇ ଗୁଇନ୍ଦା ସୂଚନା ମିଳିଛି ବୋଲି ଦେଶବାସୀଙ୍କୁ ଚେତାବନୀ ଦେବାର କିଛି ଘଣ୍ଟା ପରେ ଏହି ଆକ୍ରମଣ ହୋଇଥିଲା। ରୁଷ ଆକ୍ରମଣର ମୁଖ୍ୟ ଲକ୍ଷ୍ୟ ଥିଲା କିଭ୍ର କେନ୍ଦ୍ରୀୟ ସେଭଚେନକିଭ୍ସ ଜିଲ୍ଲା। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅନୁଯାୟୀ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ ଯୋଗୁଁ ଅନେକ କୋଠା କ୍ଷତିଗ୍ରସ୍ତ ହୋଇଛି। मेयर ଭିଟାଲି କ୍ଲିଟୋସ୍କୋ ନିଶ୍ଚିତ କରିଛନ୍ତି ଯେ ଆକ୍ରମଣରେ ଏକ 3 ମହଲା ବିଶିଷ୍ଟ ଅଣ ଆବାସିକ କୋଠାର ଛାତରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। କିଭ୍ ସହର ସାମରିକ ପ୍ରଶାସନ ମୁଖ୍ୟ ତୈମୁର ତକାଚିଙ୍କ ଜିଲ୍ଲାର ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ଦେଇଛନ୍ତି। ଏହା ଯୋଗୁଁ ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିବା ସେ କହିଛନ୍ତି। ରାତି ପ୍ରାୟ 1:53 ସମୟରେ ୟୁକ୍ରେନ୍ ବାୟୁସେନା ଉତ୍ତର କିଭ୍ ଆଡ଼କୁ ଯାଉଥିବା ରୁଷିଆନ୍ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଚିହ୍ନଟ କରିଥିଲା। କର୍ତ୍ତୃପକ୍ଷ ବାସିନ୍ଦାଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ଚେତାବନୀ ଜାରି କରିଥିଲେ। ରୁଷିଆ ଡ୍ରୋନ୍ଗୁଡ଼ିକ ବିଭିନ୍ନ ଦିଗରୁ କିଭ୍ରେ ପ୍ରବେଶ କରି ଆକ୍ରମଣ କରିଥିଲେ। ଆଗାମୀ ଦିନରେ ଏଭଳି ଆକ୍ରମଣ ପୁଣି ହୋଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ବ୍ୟୁରୋ ରିପୋର୍ଟ, ସୋନ ନ୍ୟୁଜ୍।